हाय ସାଙ୍ଗମାନେ ଗୁଡ୍ ମର୍ଣ୍ଣିଂ। ଦେଖନ୍ତୁ ମୁଁ କିଛି ପନିପରିବା ଲଗେଇଛି ଆଉ ଆପଣମାନଙ୍କ ସହିତ ସେୟାର କରୁଛି। ଏଠି ସାରୁ ଗଛ ଲଗେଇଥିଲି, କେତେ ସୁନ୍ଦର ବଡ଼ ବଡ଼ ସାରୁ ହେଇଥିଲା। ଆଉ ସେଦିନ ସାରୁ ବାହାର କଲୁ। ଆଉ କିଛି ଗଛ ଏଇଠି ଅଛି, ଆଉ ବାକି ଗଛ ମୁଁ ଓପାଡ଼ି ଦେଇଥିଲି। ଆଉ ଗଲା ବର୍ଷ କାଙ୍କଡ଼ର ଚାରା ଆଣିକି ମୁଁ ଲଗେଇଥିଲି, ଦେଶୀ କାଙ୍କଡ଼ର। ଆଉ ଦେଖିଲି ଯେ ବହୁତ ସାରା କଷି ହେଇଥିଲା, କିଛି ଦିନ ତଳେ ଦେଖିଥିଲି। ଆଉ ଆଜି ଯାଇକି ଦେଖିଲି ତ ବଡ଼ ବଡ଼ କାଙ୍କଡ଼ ଫଳିଛି ସେଥିରେ। ଆଉ ଯେତିକି ତଳକୁ ତଳକୁ ଫଳିଛି ମୁଁ ଫାଷ୍ଟ ଦେଖିପାରୁନଥିଲି, କିନ୍ତୁ ବହୁତ ବଡ଼ ବଡ଼ କାଙ୍କଡ଼ ହେଇଛି। ଆଉ ବହୁତ ରେଟ୍ ଅଛି କାଙ୍କଡ଼, ଦେଶୀ କାଙ୍କଡ଼ ଏବେ। କିନ୍ତୁ ଏତେ ରେଟ୍ରେ ବି ଆମ ଘର ପାଖରେ ଫଳୁଛି କାଙ୍କଡ଼। ଦେଖନ୍ତୁ କିଛି ଗଛ ଯଦି ଆମେ ଲଗେଇବା ତାହେଲେ ପରିଶ୍ରମର ଫଳ ତ ଆମକୁ ନିଶ୍ଚୟ ମିଳିବ। ଆଉ ଗଲା ବର୍ଷ ଯେଉଁ ଲଗେଇଥିଲି ଏବେ ବହୁତ ସାରା କାଙ୍କଡ଼ ଫଳିଛି। ଦେଖନ୍ତୁ ସାଙ୍ଗମାନେ କେତେ ସୁନ୍ଦର ସୁନ୍ଦର କାଙ୍କଡ଼। ଆଉ ନେଇକି ଆସିଲି କାଙ୍କଡ଼କୁ। ଆଜି ରାତିରେ କାଙ୍କଡ଼ର ଗୋଟେ ଭଜାଟେ ବନେଇକି ଆପଣମାନଙ୍କ ସାଙ୍ଗରେ ରେସିପି ସେୟାର କରିବି। ଆଉ କୋଉମାନେ ଦେଶୀ କାଙ୍କଡ଼ ଖାଇଛନ୍ତି କିମ୍ବା ଦେଶୀ କାଙ୍କଡ଼ ଜାଣିଛନ୍ତି ନିଶ୍ଚୟ କମେଣ୍ଟ ମାଧ୍ୟମରେ ଜଣେଇବେ। ଦେଖନ୍ତୁ କେତେ ସୁନ୍ଦର ହେଇଛି କାଙ୍କଡ଼ ସବୁ। ମୁଁ ବହୁତ ସାରା ତୋଳିକି ନେଇକି ଆସିଲି। ଆଉ ଆଣିକି ତାକୁ କାଦ ସବୁ ଲାଗିଥିଲା ତ ଗୋଟେ ଗୋଟେ ଏମିତି ତୋଳିକି ତାକୁ ନେଇକିନା ଧୋଇଦେଲି। ଗଛ ବି ବହୁତ ସୁନ୍ଦର ଭାବରେ ହେଇଛି। ଆଉ କାଙ୍କଡ଼ ସବୁ ଦେଖିକି ମାନେ ଲୋଭ ସମ୍ଭାଳି ହେଉନି, ସେତେ ସୁନ୍ଦର କାଙ୍କଡ଼ ସବୁ ହେଇଛି। ଆଉ ରହିଲି ସାଙ୍ଗମାନେ, ଭିଡ଼ିଓଟି ଯଦି ଭଲ ଲାଗିଲା ନିଶ୍ଚୟ ଲାଇକ୍ କମେଣ୍ଟ ସେୟାର କରିବେ। ଆଉ ଯାହାକୁ କାଙ୍କଡ଼ର ଏ ଚାରା ଦରକାର ଆସିକି ଆମ ଘରୁ ନେଇଯିବେ। ରହିଲି ସାଙ୍ଗମାନେ, ବାଏ ବାଏ।